हेलो फ्रेंड्स, वेलकम टू माय चैनल। आज आम डिस्कस करवा कि एलटीआर रे सेव अटेम्प्ट्स केते हबो एवं एग्जाम टाइम रे आपण किपरि रहिबा उचित, किपरि आपणक प्रिपरेशन रहिबा उचित, आपण माने एग्जाम हॉल रे एग्जाम सेंटर रे केमती कोन करबा उचित आमे आज टिके डिस्कस करि नबा एग्जाम पूर्वरु। ठीक अछि, एग्जाम मात्र गोटे दी दिन रहिला तो एही शेष मुहूर्त रे कोन करबा दरकार एटा गोटे समस्तଙ୍କ ମନରେ ଗୋଟେ ସ୍ୱାଭାବିକ ପ୍ରଶ୍ନ ନାଇଁ କି। ତେବେ ଆସନ୍ତୁ ଡିସ୍କସ୍ କରିବା। ମୁଁ ଏଠାରେ ମୋ ମତରେ କିଛି କହିବି, ଆପଣମାନଙ୍କୁ ଯଦି ଠିକ୍ ଲାଗିବ ତେବେ ସେଇଟା ଗ୍ରହଣ କରିବେ, ନହେଲେ ସ୍କିପ୍ କରିଦେବେ। ଠିକ୍ ଅଛି, ମୁଁ ଯେମିତି କରିଥିଲି କ'ଣ କରିବା ଉଚିତ ସେଇଟା ମୁଁ କହିବି। ଠିକ୍ ଅଛି, ପ୍ରଥମେ ତ ଏହି ସମୟରେ ଆପଣ ସବୁବେଳେ ବି ପଜିଟିଭ୍ ରହିବା ଦରକାର। ଯେଉଁ ନେଗେଟିଭ୍ ପର୍ସନ୍ ଗୁଡ଼ାକ ଅଛନ୍ତି, ଯେଉଁ ନେଗେଟିଭ୍ ଫ୍ରେଣ୍ଡ ସାର୍କିଲ୍ରୁ ଆପଣ ଦୂରେଇ ରୁହନ୍ତୁ, ନେଗେଟିଭ୍ ପର୍ସନ୍ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଠିକ୍ ଅଛି, ସବୁବେଳେ ଆପଣ ଯେକୌଣସି ପରିସ୍ଥିତି ହେଉନା କାହିଁକି ଆପଣ ବି ପଜିଟିଭ୍ ରହିବା ଦରକାର ସବୁବେଳେ। ଠିକ୍ ଅଛି, ଆପଣଙ୍କ ପାଖରେ କନଫିଡେନ୍ସ ରହିବା ଦରକାର। ଠିକ୍ ଅଛି, ଆମେ ସେକେଣ୍ଡ ପଏଣ୍ଟକୁ ଯଦି ଦେଖିବା, ଯାହା ବି ଆପଣ କି କନସେପ୍ଟ ଗୁଡ଼ାକୁ ନୋଟ୍ କରିକି ରଖିଛନ୍ତି, ଯାହା ବି ସବୁ ଆପଣଙ୍କ ପାଖରେ ନୋଟ୍ ଅଛି, କି କନସେପ୍ଟ ଗୁଡ଼ାକୁ ରିଭାଇଜ୍ କରିଦିଅନ୍ତୁ। ଠିକ୍ ଅଛି, ନୂଆ ଜିନିଷ କିଛି ବି ପଢ଼ିବା ଦରକାର ନାହିଁ, କିଛି ବି ଆପଣ ନୂଆ ଜିନିଷ କିଛି ବି ପଢ଼ିବେ ନାହିଁ। ଯାହା ବି ଆପଣଙ୍କ ପାଖରେ ନୋଟ୍ ଅଛି, କି କନସେପ୍ଟ ଗୁଡ଼ାକୁ ଆପଣ ରିଭାଇଜ୍ କରିଦିଅନ୍ତୁ। ଠିକ୍ ଅଛି, ତାପରେ ଆଉ ଗୋଟେ କହିବି, ଭଲ ଖାଦ୍ୟ ଖାଆନ୍ତୁ। ଅଯଥା ଜିନିଷ ଗୁଡ଼ାକୁ ଏହି ସମୟରେ ଆପଣ ଖାଇକି ପେଟ ଖରାପ କରନ୍ତୁ ନାହିଁ। ଆହୁରି ମଧ୍ୟ ଫିଜିକାଲି ମେଣ୍ଟାଲି ଏଫେକ୍ଟ କରିଥାଏ ଖରାପ ଖାଦ୍ୟ ଗୁଡ଼ାକ। ସେଥିପାଇଁ ଆପଣ ଭଲ ଖାଦ୍ୟ ଖାଆନ୍ତୁ ଏବଂ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ କି ସଫିସିଏଣ୍ଟ ଶୁଅନ୍ତୁ ଆପଣ। ଠିକ୍ ଅଛି, ଯାହା ପଢ଼ିଛନ୍ତି ଓଭରଲୋଡ଼ ନେବାର କିଛି ଦରକାର ନାହିଁ। ଆପଣ ଶୁଅନ୍ତୁ, ଯେତେ ଶୋଇବା ଦରକାର ମିନିମମ୍ 6-7 ଘଣ୍ଟା ନିଶ୍ଚିତ ଭାବରେ ଶୁଅନ୍ତୁ। ଠିକ୍ ଅଛି, ଆଉ ଅଯଥାରେ ଏହି ଲାଷ୍ଟ ସମୟରେ କିଏ କାହାକୁ କୌଣସି ସବଜେକ୍ଟରୁ ମୋ ହିସାବରେ କୋଶ୍ଚିନ୍ ନ କରିବା ଭଲ। ଯଦି ସାମ୍ନାବାଲା ସେ କୋଶ୍ଚିନ୍ର ଯଦି ଉତ୍ତର ଦେଇଦିଏ, ଫ୍ରେଣ୍ଡସ୍ମାନଙ୍କ ଭିତରେ ଏଇ କଥା ମୁଁ କହୁଛି, ଫ୍ରେଣ୍ଡସ୍ମାନଙ୍କ ଭିତରେ କୋଶ୍ଚିନ୍ ପଚରାପଚରି ଚାଲେ, ଡିସ୍କସନ୍ ଚାଲେ, ଏଇ ଡିସ୍କସନ୍ ଏଇ ଲାଷ୍ଟ ଟାଇମ୍ରେ ବନ୍ଦ କରିଦେବା ଦରକାର ମୋ ହିସାବରେ। ଠିକ୍ ଅଛି, କାରଣ ଯଦି ସାମ୍ନାବାଲା ସେଇ କୋଶ୍ଚିନ୍ର ଉତ୍ତର ଦେଇଦେବ ନା, ଯେଉଁ ପଚାରିଥିବ ତାକୁ ଖରାପ ଲାଗିବ ଏବଂ ଯଦି ଉତ୍ତର ଦେଇ ନ ପାରିବ, ଯାହାକୁ ପଚରା ଯାଇଥିବ ସେଇ ଉତ୍ତର ଦେଇ ନ ପାରିଥିବା ଲୋକର ମନ ଟିକେ ଖରାପ ହୋଇଥାଏ। ସେଥିପାଇଁ ମୋ ହିସାବରେ ଏଇ ଲାଷ୍ଟ ସମୟରେ ଡିସ୍କସନ୍ କରିବା ବନ୍ଦ କରନ୍ତୁ। ଠିକ୍ ଅଛି, ତାପରେ ନିଶ୍ଚିତ ଭାବରେ ପୁରା କନଫିଡେଣ୍ଟ ରହିବା ଦରକାର। ଯାହା ବି ପଢ଼ିଥାନ୍ତୁ, ଯାହା ବି କରିଥାନ୍ତୁ, ଆପଣ ପୁରା କନଫିଡେଣ୍ଟ ରହିବା ଦରକାର। ହଁ, ମୁଁ କରିପାରିବି। ଠିକ୍ ଅଛି, ପଜିଟିଭ୍ ମାଇଣ୍ଡସେଟ୍ ରହିବା ପୁରା ଦରକାର ଅଛି। ଠିକ୍ ଅଛି, ତାପରେ ନିଜର ପ୍ରିପାରେସନ୍ ଉପରେ ବିଶ୍ୱାସ ରହିବା ଦରକାର। ଯାହା ବି ପଢ଼ିଛନ୍ତି ତା ଉପରେ ବିଶ୍ୱାସ ରହିବା ଦରକାର। ହଁ, ମୁଁ କରିପାରିବି। ଯାହା ବି ହେଉନା କାହିଁକି, ଯେତେ ବଡ଼ ମାନେ ହିଣ୍ଡ୍ରେନ୍ସେସ୍ ଆସୁ ତାକୁ ମୁଁ ଲଙ୍ଘନ କରିବି ଏବଂ ନିଶ୍ଚିତ ଭାବରେ ଏଇଥର ମୁଁ LTR ଲଗେଇବି। ଏଇ ବିଶ୍ୱାସଟା ରହିବା ଦରକାର। ଠିକ୍ ଅଛି, କାହା ସହିତ ନିଜକୁ କମ୍ପେୟାର କରିବା ବିଲକୁଲ ବି ଦରକାର ନାହିଁ। କେବେ ବି କାହା ସହିତ ଆପଣ ନିଜକୁ କମ୍ପେୟାର କରିବେ ନାହିଁ। କେହି ଆପଣଙ୍କଠୁ ଅଧିକ ପଢ଼ିଛନ୍ତି କ'ଣ, ଏସବୁ ମାଇଣ୍ଡକୁ ଆଣନ୍ତୁ ନାହିଁ। କେହି ଆପଣଙ୍କଠୁ ଅଧିକ ପଢ଼ି ନାହାନ୍ତି। ଠିକ୍ ଅଛି, ଆଉ ଆପଣ ଯେତେ ବି ପଢ଼ିଥାନ୍ତୁ ନା କାହିଁକି, ଆପଣ ପୁରା କନଫିଡେଣ୍ଟ ରୁହନ୍ତୁ। ଆପଣଙ୍କ ଠାରୁ କେହି ଅଧିକ ପଢ଼ିଥିଲେ ବି ଆପଣ ଯଦି କନଫିଡେଣ୍ଟ ଥିବେ ତାହେଲେ ସବୁ ଠିକ୍ ହେଇଯିବ। ଠିକ୍ ଅଛି, ଆପଣ କାହା ସହିତ କମ୍ପେୟାର କରିବା ଦରକାର ନାହିଁ। ଆପଣ ଯେତେ ପଢ଼ିଛନ୍ତି ଆପଣଙ୍କ ହିସାବରେ ସଫିସିଏଣ୍ଟ ପଢ଼ିଛନ୍ତି, ହେଲା। ତାପରେ ତାକୁ ଆସୁଥିବ ମୋତେ ଆସୁ ନାହିଁ, ଏସବୁ ଏକ୍ଜାମ୍ ହଲ୍ରେ କିଛି ବି ଭାବିବାର ଦରକାର ନାହିଁ। ଠିକ୍ ଅଛି, ଯଦି କୋଶ୍ଚିନ୍ଟା ବୁଝିପାରୁନଥିବେ, ଠିକ୍ ଅଛି, କିମ୍ବା ଷ୍ଟେଟମେଣ୍ଟ ବେସ୍ଡ କୋଶ୍ଚିନ୍ ଅଛି, ଯଦି ଟାଇମ୍ ଟେକିଂ ହେଉଛି, ସେ କୋଶ୍ଚିନ୍କୁ ଆପଣମାନେ ପରବର୍ତ୍ତୀ ସମୟରେ ବି ସେଇଟା ଦେଖିପାରିବେ ସ୍କିପ୍ କରିକି। ଠିକ୍ ଅଛି, ପରବର୍ତ୍ତୀ ସମୟରେ ସେ କୋଶ୍ଚିନ୍କୁ ଦେଖିବେ। ପ୍ରଥମେ ଯେଉଁ କୋଶ୍ଚିନ୍ ଗୁଡ଼ାକୁ ଆପଣଙ୍କୁ ସହଜରେ ଆସୁଛି,
ଠିକ୍ ଅଛି ଆପଣ ଇଜିଲି ସଲ୍ଭ କରିପାରୁଛନ୍ତି ଇଜିଲି କରିପାରୁଛନ୍ତି ସେ କୋଶ୍ଚିନ୍ ଗୁଡ଼ାକ ଦେଖିନେବେ ପ୍ରଥମେ ତାପରେ ଯେଉଁ କୋଶ୍ଚିନ୍ଟା ଟିକେ ଡିଫିକଲ୍ଟ ଅଛି କିମ୍ବା ଷ୍ଟେଟମେଣ୍ଟ ବେସ୍ଡ ଅଛି ତାହେଲେ ସେଇ କୋଶ୍ଚିନ୍ ଗୁଡ଼ାକ ଯଦି ହାର୍ଡ଼ ଲାଗୁଛି ତେବେ ପରବର୍ତ୍ତୀ ସମୟରେ ଆପଣମାନେ କରିବେ ଠିକ୍ ଅଛି ନହେଲେ ସେଇ ସମୟରେ କରିଦେବା ବି ଠିକ୍ ଯଦି ହାର୍ଡ଼ ନାହିଁ ଆପଣଙ୍କୁ ଇଜି ଲାଗୁଛି ତ ସେଇ ସମୟରେ ହିଁ କରିବେ କିନ୍ତୁ ଯଦି ହାର୍ଡ଼ ଅଛି ଷ୍ଟେଟମେଣ୍ଟ ବେସ୍ଡ ଅଛି ଲଙ୍ଗ୍ ବେଶୀ ବଡ଼ କୋଶ୍ଚିନ୍ ଅଛି ଆପଣମାନେ ପରବର୍ତ୍ତୀ ସମୟରେ ବି କରିପାରିବେ ଅଯଥାରେ ଗୋଟିଏ କୋଶ୍ଚିନ୍ରେ ଅଟକିବେ ନାହିଁ ମୁଁ କହିବା ମତଲବ ଏଇଟା କି ଗୋଟେ ପଦରେ ଯଦି ମୁଁ କହିବି ଅଯଥାରେ ଗୋଟିଏ କୋଶ୍ଚିନ୍ରେ ବେଶୀ ସମୟ ନଷ୍ଟ କରିବେ ନାହିଁ ଠିକ୍ ଅଛି ତାପରେ ଯଦି ଆପଣ କେଉଁଠି ଫସିଗଲା ଭଳି ଲାଗିବ ଦେନ୍ ଆପଣ ଡିପ୍ ବ୍ରେଥ୍ ନେଇକି 5ରୁ 10 ସେକେଣ୍ଡ ଆପଣ ରିଲାକ୍ସ ହେଇକି ପୁଣି କୋଶ୍ଚିନ୍କୁ ଫେରନ୍ତୁ पूरा डीप ब्रेथ नेबे 2-4टा डीप ब्रेथ नेबे 10-15 सेकेंड भी लगी जाऊना कहीं आपण पूरा शांति रे डीप ब्रेथ नहीं कि तापर क्वेश्चन को फेरिबे ठीक अच्छी यही टिप्स गुड़ा को मन रखु आउ शेष क्वेश्चन की सेफ अटेम्प्ट्स केते हम माने केते अटेम्प्ट्स कले भल हम सेटा आपणको मनरे गोटे क्वेश्चन एमती माने क्वेश्चनटा जदि हार्ड आसीबो आपण मानक अटेम्प्टटा कमी जीवो मोडरेट आसीबो अटेम्प्टटा टिके ज़्यादा रहिबो एवं इजी आसीबो तो बहुत अटेम्प्ट हे जीवो तो आपण माने केते अटेम्प्ट करिवे आपण मानक पढ़िबा अनुसार रहला केते पढ़ी छंती आपण सिलेबस को केते कवर करिसंती केते डीपली कवर करछंती सेटा आपण मानक ऊपर निर्भर करिवो मु जदी कहबी एते अटेम्प्ट करिबा ठीक सेते अटेम्प्ट करिबा ठीक सेटा ठीक होबनी किंतु मो हिसाब रे टिके मैक्सिमम अटेम्प्ट करिबा भलो किंतु जो क्वेश्चन जानी नाहंती बिल्कुल से प्रश्नर किछि भी जदी जानी नाहंती सेटा को मो हिसाब रे अजथारे मारिबा दरकार नाही से क्वेश्चन को अटेम्प्ट करिबा दरकार नाही किंतु मो हिसाब रे मैक्सिमम अटेम्प्ट करिबा दरकार किंतु पुणी कहबी कि जो प्रश्नर किछि भी आपनकु आसु नाही किछि भी बिल्कुल भी किछि जानी नाहंती से क्वेश्चन विषय रे एवं ऑप्शन गुड़ाक टोटाल आपनकु चिन्हा परिचित लागू नाही तेबे सेही क्वेश्चन को स्किप करिबा दरकार मो हिसाब रे किंतु आपनक मतरे कोन करिबा दरकार आपनकु कोन ठीक लागिबो सेटा आपण माने करिवे मु जहा कहिबा कथा कहिछि आपण मानकु गुडे माने वे बतईछि जदि ठीक लागिबो सेटा ग्रहण करिवे अदरवाइज स्किप करिवे ठीक अछि तो आज पई एतिकी धन्यवाद जदि वीडियोटी भल लागिथिबो चैनल को सब्सक्राइब कर देबे एवं सांग साथी मानक सहित शेयर करिवे आज पई एतिकी धन्यवाद।